ରାତି ଦିନ 24 ଘଣ୍ଟା ଆମେ ଯେ ମୋବାଇଲକୁ ଦେଖି ଦେଖି ମାଇଣ୍ଡକୁ ଡିଷ୍ଟର୍ବ କରୁଛେ, ସମସ୍ତଙ୍କୁ ଦେଖୁଛେ, ମୋବାଇଲକୁ ଦେଖୁଛେ, ଇନଷ୍ଟା, ୟୁଟ୍ୟୁବ, ଫେସବୁକ୍ ଯେଉଁଥିରେ ଆମେ ଦେଖୁଛେ, ସମସ୍ତଙ୍କ ହାତରେ ଗୋଟେ ଗୋଟେ ବଡ଼ ବଡ଼ ନାମୀ ଦାମୀ ଆଇଫୋନ୍, ସମସ୍ତଙ୍କ ପାଖରେ ଲକ୍ସରୀ ଗାଡ଼ି, ଟଙ୍କା ପଇସାର ଅଭାବ ନାହିଁ, ଘର ବଙ୍ଗଲା ପୁରା ଆଲିସାନ ଘର। ଆମେ ତାଙ୍କୁ ଦେଖି ଯେଉଁ ମାଇଣ୍ଡ ଡିଷ୍ଟର୍ବ କରୁଛେ, ଆଜି ଆମେ ଯେ ଷ୍ଟେଜରେ ଅଛେ ସେଥିପାଇଁ ମାନେ ଭାଗିଦାର ହେଉଛି ଆମେ। ମାନେ ତାଙ୍କୁ ଦେଖିକି କେବଳ ମାନେ ମୋଟିଭେସନ୍ ହେବା, ତା ଛଡ଼ା ଆଉ କିଛି ନୁହେଁ। ଯଦି ରିଅଲ୍ ଲାଇଫ୍ରେ ଯଦି କିଛି କରିବାର ଅଛି, ନିଜକୁ ଗୋଟେ ଷ୍ଟେପ୍ ନେବାକୁ ହେବ, ଆଗକୁ ବଢ଼ିବାକୁ ପଡ଼ିବ। ନୁହେଁକି ଖାଲି ଯେଉଁ ତାକୁ ଦେଖିକି ମାନେ ଆମେ ଦିନ ରାତି 24 ଘଣ୍ଟା ଆମେ ପ୍ରାୟତଃ ଆମେ ମୋବାଇଲ ଦେଖୁଛେ। ଲାଇଫ୍ରେ ଯିଏ ଯିଏ ମାନେ ପାର୍ଟ ଟାଇମ୍ ଜବ୍ କରୁଛନ୍ତି, କି କିଏ ଷ୍ଟୁଡେଣ୍ଟ ଅଛନ୍ତି ଯେଉଁମାନେ ପାଠ ପଢ଼ା କରୁଛନ୍ତି, ସିଏ ତ ଲାଇଫ୍ରେ ପାଠ ପଢ଼ିଲେ, ତାପରେ ଯାହା ଫ୍ରି ଟାଇମ୍ ମିଳିଲା ସେ ମୋବାଇଲ ଚଲେଇଲେ। ମୋବାଇଲକୁ ଦେଖିକି ତାଙ୍କ ମାଇଣ୍ଡ ଡିଷ୍ଟର୍ବ ହେଉଛି ଯେ ସମସ୍ତଙ୍କ ପାଖରେ ଲକ୍ସରୀ ଗାଡ଼ି ଅଛି, ସମସ୍ତଙ୍କ ପାଖରେ ଗୋଟେ ଗୋଟେ ସ୍ମାର୍ଟଫୋନ୍ ଅଛି, ମାନେ ଆଇଫୋନ୍ ଭଳିଆ ନାମୀ ଦାମୀ ଫୋନ୍ ଅଛି, ଗାଡ଼ି ଧରିକି ସମସ୍ତେ ବୁଲୁଛନ୍ତି, ସମସ୍ତେ ଖୁସିରେ ଅଛନ୍ତି। କିନ୍ତୁ ସିଏ ନିଜେ ମାଇଣ୍ଡକୁ ଡିଷ୍ଟର୍ବ କରୁଛି ଯେ ମୁଁ ଏକଲା ମାନେ ଦୁନିଆରେ ଅଛି, ଯେ ମୁଁ ଏକଲା ଗୋଟେ ମାନେ ବହୁତ ଦୁଃଖୀ ଅଛି, ମାନେ ସ୍ୟାଡ୍ ଅଛି, ମୁଁ କିଛି ଜୀବନରେ କରିପାରୁନି। ସବୁଠୁ ବଡ଼ ରିଆଲିଟି ହେଉଛି ଏଇ ସୋସିଆଲ ମିଡ଼ିଆ। ସୋସିଆଲ ମିଡ଼ିଆକୁ ଦେଖିକି ଆମେ ନିଜେ ଲାଇଫ୍ରେ କିଛି କରିପାରୁନୁ, ଆଉ ସମସ୍ତଙ୍କୁ ଦେଖିକି ତାଙ୍କ ପାଖରେ ପଇସା, ମାନେ ଜୁଆରେ ପଇସା ଲଗେଇବା, ଯେ ଅଲ୍ଟ୍ରା ୱିନ୍, ଏଭିଏଟର, କଲର୍ ଟ୍ରେଡ଼ିଂ, ବହୁତ ସାରା ଯେ ଦେଖୁଛନ୍ତି ତାଙ୍କ ପଇସା ଲଗାଅ, ଆଉ ଆମ ଭଳିଆ ତୁମେ ବଡ଼ ବଡ଼ କୋଟିପତି ହେଇଯିବ, ଗାଡ଼ି ବଙ୍ଗଲା ଘର ସବୁବେଳେ ତୁମର ଲାଇଫଷ୍ଟାଇଲ୍ ପୁରା ଚେଞ୍ଜ ହେଇଯିବ। ମାନେ ଯେଉଁମାନେ କହୁଛନ୍ତି, ତାଙ୍କୁ ଦେଖିକି ମାଇଣ୍ଡ ଡିଷ୍ଟର୍ବ କରିବା ଅପେକ୍ଷା ନିଜର ସ୍କିଲ୍ ଯାହା ଅଛି, ନିଜର ମାନେ ନିଜ ହକ୍ରେ, ନିଜ ଦମ୍ରେ କିଛି ଗୋଟେ କରିକି ଆଗକୁ ବଢ଼, ମାନେ ଷ୍ଟେବୁଲ୍ ରହିବ, ମାନେ ତୁମେ ଲଙ୍ଗ୍ ଟର୍ମ ପାଇଁ ମାନେ ଗୋଟେ ଗୋଟେ ଏଚିବିସି କରିପାରିବ। ତାଙ୍କ ଭଳିଆ ତ ସଅପ୍ କରିବ, ଜୀବନରେ କିଛି କରିପାରିବନି। ମାନେ ମୁଁ ଏଇ ଜିନିଷ କହିବାର ମାନେ ହେଉଛି, ଏଇ ଜିନିଷରୁ ମୁଁ ବହୁତ ଥର ଫସିଛି। ମାନେ ମୁଁ ଜୁଆର ବହୁତ ଥର ପଇସା ଲଗେଇଛି, ମାନେ ଟଙ୍କା 100-200 ନୁହେଁ, 1000, 2000, 2500, 3000 ପର୍ଯ୍ୟନ୍ତ ମୁଁ ପଇସା ହାରିଛି। ଆଉ ମୁଁ ଭାବେ ଯେ ଏମାନେ ଯାହା କହୁଛନ୍ତି ଟେଲିଗ୍ରାମ ଚ୍ୟାନେଲ୍ ମୋର ଜଏନ୍ କରିନିଅ, ସେଟା ସବୁ ରିଅଲ୍ ଟାଇମ୍ କୁହାହେଉଛି, ଯାଇକି ତୁମେ ପଇସା ଇନକମ୍ କରିବ, ବହୁତ ପଇସା ତୁମ ବାହାର। କାରଣ ମୁଁ ସେଇ ସିଚୁଏସନ୍ ଯାଇଛି, ପରିସ୍ଥିତିକୁ ଯାଇଛି, ତାପରେ ମୁଁ ପଇସା ଲଗେଇଛି, ତାପରେ ବହୁତ କମ୍ ପଇସା ୱିଡ୍ର କରେ, କିନ୍ତୁ ବହୁତ ବେଶୀ ପଇସା ହାରେ। ମାନେ ମାନେ ରିଅଲ୍ ଲାଇଫ୍ରେ ଯେଟା ଦେଖାହେଉଛୁ ସେଇଟା ବିଲକୁଲ ବି ସତ ନୁହେଁ। ମାନେ ସେମାନେ କହିଦେବେ, ତାପରେ ତୁମେ ଯେତେବେଳେ ଗେମ୍ ଖେଳିବ, ପଇସା ଯେତେବେଳେ ଆଡ଼୍ କରିବ, ବହୁତ ଥର ହେଇଯାଇଛି ଆମର ପ୍ରୋସେସିଂ ରହିଯିବ, ୱିଡ୍ର ହେବନି। ମାନେ ତୁମେ ଡିପୋଜିଟ୍ କରିଦେଇଥିବ ପଇସା, ତାପରେ ୱିଡ୍ର ହେବନି, ଗେମ୍ ଖେଳିବ, ମାନେ ବହୁତ ସାରା ପରିସ୍ଥିତି ପୁରା ମାନେ ବହୁତ ଥର ମୁଁ ଫସିଛି, ବହୁତ ଟଙ୍କା ବି ମୁଁ ଗାଇବ କରିଛି। ଏଇଥର ଗୋଟେ ଯେଉଁ ଆସିଥିଲା ଗୋଟେ OAT ମ୍ୟାକ୍ସ ଗୋଟେ ଆସିଥିଲା, କହିଲା 600 ଟଙ୍କା ରିଚାର୍ଜ କର, ତାପରେ ତୁମକୁ 200 ଦିନ ପର୍ଯ୍ୟନ୍ତ ତୁମକୁ 120 ଟଙ୍କା ଲେଖା ମିଳିବ। ମୋତେ ଫାଷ୍ଟ ଥର ଗୋଟେ ସକ୍ସେସ୍ ହେଇଯାଇଥିଲା 120 ଟଙ୍କା, ତାପରେ ଯେତିକି ପଇସା ଅଛି ମୋର ସବୁ ଲସ୍ରେ ଯାଇଛି। ସେଇଟା ଗୋଟେ ଭିଡ଼ିଓ ବନେଇବାକୁ ଚାହୁଁଥିଲି, ଭିଡ଼ିଓ ବନେଇ ପାରିଲିନି। କିନ୍ତୁ ଯେଉଁମାନେ ଯଦି ଖେଳୁଛ ସେଇ ଗେମ୍ଟା, ଯଦି ପଇସା କିଏ ଆଡ଼୍ କରୁଛ, ସେ ପଇସା ଟୋଟାଲ୍ ବେକାର ଧନ୍ଦା। ପଇସା ଆଡ଼୍ କରନି, ପଇସା ଆସିବ ହିଁ ନାହିଁ, ତୁମର ଲସ୍ ହିଁ ଯିବ। ତାପରେ ମୁଁ ସେ ଯେତେବେଳେ 100 ଟଙ୍କାଟା ଆସିଲା, 120 ଟଙ୍କାଟା ମୋ ବ୍ୟାଙ୍କର ମାନେ ମୋର ଫୋନ୍ପେର ଆଡ଼୍ ହେଇଗଲା, ତ ମୁଁ ଭାବିଲି ବୋଧେ ଏଇଟା ବୋଧେ ରିଏଲ୍ ବୋଧେ ଆପ୍ଟା ଆଉ। ତାପରେ ମୁଁ ଭାବିଲି ତାକୁ ଆଉ ଥରେ 1700 ଟଙ୍କା ଗୋଟେ ଆଡ଼୍ କରିବି, ତାହେଲେ ମୋତେ ଦିନକୁ 440 ଟଙ୍କା ଲେଖା ମୋତେ ରିଟର୍ନ ମିଳିବ। ଯାହା ହଉ, ତା ଦ୍ୱିତୀୟ ଦିନ ଯେତେବେଳେ 120 ଟଙ୍କା, ତାପର ଦିନ 120, ତାପର ଦିନ 120 ଟଙ୍କା ଆସିଲା, ଆଉ ମୋର ମାନେ ୱିଡ୍ର ହେଲାନି, ପୁରା ସେ ପ୍ରୋସେସିଂ ରହିଗଲା। ସେ ଆପ୍ ବି ମାନେ ଗାୟବ ହେଇଗଲା। ମାନେ ଏଇଟା ଟ୍ରଷ୍ଟେଡ୍ ନୁହେଁ, ଏଇଟା ମାନେ ଗୋଟେ ଲାଞ୍ଚ ଦେଇକି ଗୋଟେ ଆପ୍ ବନାଉଛନ୍ତି, ଯାହାଫଳରେ ଆମେ ତାଙ୍କୁ ଇଏ କରିବା, ସିଏ ଲୁଟ୍ ନେଇକି ସବୁ ପଳେଇବେ, ସିଏ ନିଜେ ଧନୀ ହେବେ, ଆମକୁ ମାନେ ସଟ୍ଟାବାଜ ଖେଳିକି ଇଏ ହେବା। ବହୁତ ସାରା ଗେମ୍ ଖେଳିଛି, ବେଟର, କଲର୍ ଟ୍ରେଡ଼ିଂ, ବହୁତ ସାରା ସବୁ ଗେମ୍ ପ୍ରାୟ ମୁଁ ଖେଳିଛି। ତ ଏଇ ଗେମ୍ କେବେ ଖେଳନି, ନିଜ ମାଇଣ୍ଡ ଡିଷ୍ଟର୍ବ ହେବ, ତା ଛଡ଼ା ଆଉ କିଛି ନୁହେଁ।